ନା କହିଲେ ମମତା ଜେନା ଘର ପଟିଆ ଭୁବନେଶ୍ୱର ପଟିଆ। ଭୁବନେଶ୍ୱର ଘର କ'ଣ ଅନୁଭୂତି ଅଛି? କହିବି ଭାଇ 2002ରେ ଗୋଡ଼ ଭାଙ୍ଗିଗଲା। ନଟ୍ ବୋଲ୍ଟ ଗୋଡ଼ ହେଇଥିଲା। ନଟ୍ ବୋଲ୍ଟ କଢ଼ା ହେଲା ପରେ ବାପା ମୋ ତଳ ଭାଇଟା ଚାଲିଗଲେ। ଗୋଟେ ଭାଇ ଛିଡ଼ା ହେଇଛନ୍ତି ସେଇଠି। ଭାଇ ମୋ ଭାଇ ପିଲାମାନେ ସ୍ୱାମୀ ସମସ୍ତେ ଅଛନ୍ତି। ହେଲେ ପିଲା ଦୁଇଟା କେମିତି ମଣିଷ କରିବି ଭାବିଲି। ଅଳ୍ପ ରୋଜଗାର ଏ ପିଲା ଦୁଇଟା ଭାଇ ଯାହା ହଉ ଓକିଲ କଲେ। ଆଉ ଜଣେ କିଟ୍ରେ ଅଛନ୍ତି। ଛୁଆ ଯାଇ ମଣିଷ କଲେ। ଗୋଡ଼ ଠିକ୍ ହେଲା। ଗୋଡ଼ ମାନେ ଏମିତି ଅଇନା ଚାଲିପାରୁନି। ମୁଁ ଭାବିନଥିଲି ଜଗନ୍ନାଥ ସେ ଦର୍ଶନ କରିବି। ଏମିତି ମାନେ ଘରେ ବି ଚାଲିପାରୁନି। ଏତେ ମାନେ କଷ୍ଟ ହୁଏ। ଭାଇ ଡାକିଲେ ମୁଁ କହିଲି ହଉ ଯିବି ତ ଆଉ ଯାହା ହବ। ଆସି କାଲି ରାତିରେ ଠାକୁରଙ୍କୁ ଯାହା ହଉ ଭିଡ଼ ଭିତରେ ଦର୍ଶନ କରି ଗଲି। ଭଲରେ ଅଛି ହେଲେ ସୁଦ୍ଧା ଚାଲିଛି। ଛୁଆ ଦୁଇଟା ବାହାତଳା କରିନି, ଘର ଦ୍ୱାର କରିନି। ଚାଲିଛି। ଭଗବାନଙ୍କୁ ଡାକୁଛି କେମିତି ମୋ ଘର ଦ୍ୱାର ପିଲାଙ୍କୁ ଟିକେ ବାହାତଳା କରି ଆଉ ଥରେ ଆସି ମୋ ଅନୁଭୂତି କହିବି, ଜଗନ୍ନାଥଙ୍କୁ ଦର୍ଶନ କରିବି। ଏତିକି ମୁଁ ଭାବୁଛି। ସାର୍ ମୁଁ ଆଉ କିଛି କହିନି। ମୋ ଗୋଡ଼ ଖାଲି ଫାଟି ଯାଉଛି। ମୁଁ ଭାବିନଥିଲି ଆପଣଙ୍କ ସାଙ୍ଗରେ ଆସି ମୁଁ ଏଠି କଥା ହେବି କି ଦେଖା ହେବି ବୋଲି। 2 ଥର 3 ଥର ନୋଟ୍ ବୋଟ୍ ହେଲି। ଭାଇ କହିଲେ ନାଇଁ ରହ ମୁଁ ସାର୍ଙ୍କୁ କହିଦେଉଛି ଭିତରକୁ ଯିବୁ। ସେଠି ସାର୍ ଛାଡ଼ିଲେ। ମୁଁ ଯିବି ସାର୍ଙ୍କ ସାଙ୍ଗେ ଦେଖା ହେବି ଟିକେ ମୁଁ କହିବି ମୋ ବିଷୟରେ। ମୋ ଜଗନ୍ନାଥ ମୁଁ ଦୁଃଖ ଜାଣିବି କି ନାହିଁ ଏତିକି କହୁଛି। ଆଉ କ'ଣ କହିବି। ଦୁଃଖ ହରି ମହାପ୍ରଭୁ ତାଙ୍କ ବାପା ଚାଲିଗଲେ। ବାପା ବି ଆସିଥିଲେ ଆରଥରକ ନେଇକି ଏମିତି ପଳେଇଲେ। ବର୍ଷକ ଭିତରେ ବାପା ବି ପଳେଇଲେ, ମା ପଳେଇଲେ, ସମସ୍ତେ ପଳେଇଲେ ମୋତେ ଛାଡ଼ିକି। ମୋ ଭାଇ ତ ମେନ୍। ମୋ ଭାଇ ମୋତେ ଆଣୁଛି ନେଉଛି ଯିବା ଆସିବା କରୁଛି ସବୁ ଆଉ ଚାଲିଛି ଆଉ। ମା କ'ଣ ସମସ୍ତଙ୍କୁ ବାର୍ତ୍ତା ଦେବାକୁ ଚାହିଁବେ? ଜୟ ଜଗନ୍ନାଥଙ୍କୁ ସମସ୍ତେ ଡାକ ନିଶ୍ଚୟ ଆମର ପୂରଣ କରିବେ। ସିଏ ଆମ ଦୁଃଖ ନିଶ୍ଚୟ ସେ ପୂରଣ କରିବେ। ସାର୍ ଏତିକି କହୁ। କ'ଣ ଦେଖନ୍ତି ଜୟ ଜଗନ୍ନାଥ ଟିଭି? ସବୁବେଳେ ସକାଳ ସଞ୍ଜେ ଟିଭି ଲଗେଇ ଦେଇକି ଆଡ଼େ କାମ ମୋର ଚାଲିଥିବ କିନ୍ତୁ ଜଗନ୍ନାଥ ମୋର ଲାଗିଥିବେ ସେମିତି। ଏ ଯାହା ହଉ ନମିତା ଅଗ୍ରୱାଲ ମା ଏତିକି କରିଛନ୍ତି ସୁବିଧା ଆମକୁ ସବୁ ଦେଖେଇବା ପାଇଁ। ଆମେ ଦେଖିପାରୁଛୁ ତ ଆସୁଛୁ 10 ଥର ହେଲେ ସୁଦ୍ଧା ଘରେ ବି ଦେଖିପାରୁଛୁ। ଏଇଆ ସାର୍ ମୁଁ କହୁଛି ଆଉ କ'ଣ ଆଉ କହିବି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।